ବିଭିନ୍ନ ଉପାଧି। ଆଦିକବି ହେଉଛନ୍ତି ସାରଳା ଦାସ, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ବିଦଗ୍ଧ କବି ଅଭିମନ୍ୟୁ ସାମନ୍ତ ସିଂହାର, କବି ସୂର୍ଯ୍ୟ ବଳଦେବ ରଥ, କବି କଳହଂସ ଗୋପାଳକୃଷ୍ଣ ପଟ୍ଟନାୟକ, ବ୍ୟାସକବି ଫକୀରମୋହନ ସେନାପତି, କବିବର ରାଧାନାଥ ରାୟ, ଭକ୍ତକବି ମଧୁସୂଦନ ରାଓ, ସ୍ୱଭାବକବି ଗଙ୍ଗାଧର ମେହେର, ସନ୍ଥକବି ଭୀମ ଭୋଇ, ପଲ୍ଲୀକବି ନନ୍ଦକିଶୋର ବଳ, କବିଶେଖର ଚିନ୍ତାମଣି ମହାନ୍ତି, କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ, କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ, ଜାତୀୟ କବି ବୀରକିଶୋର ଦାସ, ପ୍ରେମିକ କବି ମାୟାଧର ମାନସିଂ, ଗଣକବି ବୈଷ୍ଣବ ପାଣି, ଲୋକକବି ଜଗନ୍ନାଥ ପାଣି, ଚାରଣ କବି ବାଞ୍ଛାନିଧି ଦାସ, କବିଭୂଷଣ ରାଜକିଶୋର ପଟ୍ଟନାୟକ, ଗାଥା କବି ଗୋଦାବରୀଶ ମିଶ୍ର, ବ୍ୟଙ୍ଗ କବି ଗୋଦାବରୀଶ ମହାପାତ୍ର, ବିପ୍ଳବୀ କବି ରବି ସିଂ, ଛନ୍ଦ କବି ରାଧାମୋହନ ଗଡ଼ନାୟକ, କିଶୋର କବି ଶ୍ୟାମସୁନ୍ଦର ଦାସ, କାବ୍ୟ ବିନୋଦ ଲୋଚନ ପ୍ରସାଦ ପାଣ୍ଡେୟ, କଳ୍ପଲତା ଅପର୍ଣ୍ଣା ଦେବୀ, କାବ୍ୟଭାରତୀ ସୁନ୍ଦରମଣି ପଟ୍ଟନାୟକ, ଅତିବଡ଼ି ଜଗନ୍ନାଥ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳକେଶରୀ ହରେକୃଷ୍ଣ ମହତାବ, ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତ, ଉତ୍କଳରତ୍ନ ବିଶ୍ୱନାଥ ମିଶ୍ର, ଉତ୍କଳ ଭୀମ ପଦ୍ମଚରଣ ପଟ୍ଟନାୟକ, କଳାନିଧି ବାଞ୍ଛାନିଧି ଶତପଥୀ, ଲୋକରତ୍ନ କୁଞ୍ଜବିହାରୀ ଦାସ, ବାଣୀକଣ୍ଠ ନିମାଇଁ ଚରଣ ହରିଚନ୍ଦନ, ସୁରମଣି ରଘୁନାଥ ପାଣିଗ୍ରାହୀ, ଭଜନ ସମ୍ରାଟ ଭିକାରୀ ବଳ, ନୃତ୍ୟ ପ୍ରବୀଣା ସଂଯୁକ୍ତା ପାଣିଗ୍ରାହୀ, ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାସ, ଗାୟକରତ୍ନ ହରିନାଥ, ଗାୟକ ଶିରୋମଣି ନିରଞ୍ଜନ କର, ନାଟ୍ୟଭାରତୀ ଅଶ୍ୱିନୀ କୁମାର ଘୋଷ, ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡା, ଭୂମିପୁତ୍ର ବିଜୁ ପଟ୍ଟନାୟକ, କର୍ମବୀର ଗୌରୀଶଙ୍କର ରାୟ, ଉତ୍କଳଘଣ୍ଟ ଯଦୁମଣି ମହାପାତ୍ର, ବକ୍ରବାକ୍ ଚକ୍ରବାଣୀ ପଟ୍ଟନାୟକ, ବ୍ରହ୍ମଜ୍ଞ ମଧୁସୂଦନ ରାଓ, ଆଶୁକବି ଯଦୁମଣି ମହାପାତ୍ର, ସରସ୍ୱତୀ ଫକୀରମୋହନ ସେନାପତି।